ଜୟ ଜଗନ୍ନାଥ ସାଙ୍ଗମାନେ ଭିଡ଼ିଓଟା ହେଉଛି ଟିକେ ପୁରୁଣା ମାନେ ପଣସ କଠା ଟାଇମ୍ ସିଜିନ୍ର 15 ଦିନ ତଳର କାରଣ ଟାଇମ୍ ଅଭାବରୁ ମୁଁ ଏଇଟା ଭିଡ଼ିଓ ଏଡ଼ିଟ୍ କରି ପୋଷ୍ଟ କରିପାରେ ତ ଆଜି ଭାବିଲି ଟିକେ ପୋଷ୍ଟ କରିଦେବା ପାଇଁ ଆପଣମାନଙ୍କ ସହିତ କେହି କମେଣ୍ଟ ସେକ୍ସନ୍ ଜଣେଇବେନି ଯେ ଏବେ ପଣସ କଠା ସିଜିନ୍ ପଳେଇଲାଣି। ପଣସ କଠା ତରକାରୀ ବନଉଥିଲି ମୋ ମା ଯେମିତି ବନଉଥିଲା ଆଗରୁ ମୁଁ ତ ସେମିତି ବନଉଥିଲି ତ ଭାବିଲି ତା ରେସିପିଟା ଟିକେ ଆପଣମାନଙ୍କ ସହିତ ସେୟାର କରିବି। ଚାଲନ୍ତୁ କେମିତି କ'ଣ ବନେଇଲି ତା ରେସିପିଟା ଆପଣମାନଙ୍କ ସହିତ ସେୟାର କରୁଛି। ପ୍ରଥମେ ପଣସ କଠାକୁ କାଟିଦେଲି, କାଟି ସାରିଲା ପରେ ପ୍ରେସରରେ ହଳଦୀ ଦେଇକି ତାକୁ ଗୋଟେ ହୁଇସିଲ୍ ଦେଇଦେଲି। ଗୋଟେ ହୁଇସିଲ୍ ଦେଇ ସାରିଲା ପରେ ମୋ ପଣସ କଠା ପରଫେକ୍ଟ ସିଝି ଯାଇଥିଲା। ଆପଣ ପଣସ କଠା ହିସାବରେ ହୁଇସିଲ୍ ଦେବେ। ତାପରେ କଡ଼ା ବସେଇକି ଆଗେ ଆଳୁକୁ ଭଲ ଭାବରେ ଲାଲ ଲାଲ କରିକି ଭାଜି ଦେଇଥିଲି। ଆଳୁ ଭାଜି ହେଇସାରିଲା ପରେ ଯେଉଁ ପଣସ କଠା ସିଝେଇଥିଲେ ତାକୁ ମଧ୍ୟ ଟିକେ ଭାଜିଦେଲି ପୁରା ଲାଲ ଲାଲ କରିକି, ନହେଲେ ପଣସ କଠାଟା କଷା ଅଂଶଟା ରହିବ। ଲୁଣ ପକେଇକି ହାଲକା ଭାଜିଦେଲି। ପଣସ କଠା ଭାଜି ହେଇସାରିଲା ପରେ ସେ ସେମ୍ କଡ଼ାରେ କିଛି ରିଫାଇନ୍ ତେଲ ଦେଲି। ରିଫାଇନ୍ ତେଲ ଗରମ ହେଇସାରିଲା ପରେ ଗୋଟା ଜିରା ଦେଲି। ଗୋଟା ଜିରା ହେଇସାରିଲା ପରେ କିଛି କାଟି ରଖିଥିଲି ପିଆଜ ତାକୁ ଦେଲି। ପିଆଜ ପୁରା ଲାଲ ଲାଲ ହେଇସାରିଲା ପରେ ଟମାଟୋ ଗୋଟେ ବଡ଼ ଟମାଟୋ କାଟିଥିଲେ ତାକୁ ଦେଇଦେଲି। ତାପରେ ଟମାଟୋ ହେଇ ଆସିଲା ବେଳକୁ ତା ଦେହରେ ମୁଁ ଗୋଟେ ମସଲା ଦେଇଥିଲି ଯୋଉଟା ଅଦା ରସୁଣ ପିଆଜ ଧନିଆ ପତ୍ର କଞ୍ଚା ଲଙ୍କା ଗୋଟା ମସଲାରେ ଡାଲଚିନି ଗୁଜୁରାତି ଆଉ ଗୋଲମରିଚ ତାକୁ ଦେଇକି ଟିକେ କଷିଦେଲି। କଷିଲା ପରେ କିଛି ରେଗୁଲାର ଏଠି ମୁଁ ଗୁଣ୍ଡ ମସଲା ଆଡ୍ କରିଥିଲି। କଲର ପାଇଁ ଟିକେ ହଳଦୀ ଗୁଣ୍ଡ ଆଉ କାଶ୍ମୀର ଚିଲି ଆଉ ଟିକେ ସ୍ୱାଦ ଅନୁସାରେ ଲୁଣ, ଫ୍ଲେଭର ପାଇଁ ଚିକେନ ମସଲା ଆଉ ରାଗ ଏକ୍ସଟ୍ରା ରାଗ ପାଇଁ ମୁଁ ଏଠି ଲଙ୍କା ଗୁଣ୍ଡି ଆଡ୍ କରିଛି। ଆଗରୁ କଞ୍ଚା ଲଙ୍କା ଆଡ୍ କରିଥିଲି, ତାପରେ ଲଙ୍କା ଗୁଣ୍ଡି ଆପଣଙ୍କ ହିସାବରେ ଲଙ୍କା ଗୁଣ୍ଡି ଆଡ୍ କରିବେ। ମସଲାକୁ ଭଲ ଭାବରେ କଷି ଦେଇଥିଲି। କଷି ସାରିଲା ପରେ ଆଳୁ ଆଉ ପଣସ କଠା ଯେଉଁ ଭାଜି ରଖିଥିଲି ତାକୁ ଦେଇଦେଲି। ତାକୁ ଦେଇ ସାରିଲା ପରେ ହାଲକା ପାଣି ଦେଇ ତାକୁ ଭଲ ଭାବରେ କଷି ଦେଇଥିଲି। କଷି ହେଇସାରିଲା ପରେ ଲାଷ୍ଟକୁ ଏଠି ମୁଁ ଧନିଆ ପତ୍ର ଦେଇଥିଲି। ଆଉ ରେଡ଼ି ହେଇଥିଲା ମୋର ପଣସ କଠାର କଷା। ବିଶ୍ୱାସ କରିବେନି ସାଙ୍ଗମାନେ, ପଣସ କଠାଟା ପୁରା ଚିକେନ କଷା ଭଳି ଲାଗୁଥିଲା। ମୁଁ ତ ବିଲକୁଲ ଖାଇନି, ହେଲେ ସେଦିନ ନ ଖାଇକି ରହିପାରିଲିନି। ଆପଣମାନେ ଥରେ ଏମିତି ଟ୍ରାଏ କରନ୍ତୁ। ଆଉ କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିହାତି ଜଣାନ୍ତୁ। ରହିଲି, ଜୟ ଜଗନ୍ନାଥ।